ଆଜିର ଏହି ଏପିସୋଡରେ ଖୋଲିଯିବ ସବୁ ରହସ୍ୟ। ଜଣାପଡ଼ିବ ବବଲି ହେଉଛନ୍ତି ପ୍ରକୃତ ତାରା। ତୁ ମୋ ଆଖିର ତାରା ସିରିଏଲରେ ବର୍ତ୍ତମାନ ଟୁଇଷ୍ଟ ପରେ ଟୁଇଷ୍ଟ ଲାଗି ରହିଛି। ଆପଣ ସମସ୍ତେ ଦେଖିଥିବେ ବର୍ତ୍ତମାନ ତରୁଣ ବବଲିଙ୍କୁ ପ୍ରପୋଜ କରିସାରିଛନ୍ତି, କିନ୍ତୁ ବବଲି କିଛି ଆନ୍ସର ଦେଇନାହାନ୍ତି ଏବଂ ସେ ବହୁତ କନଫ୍ୟୁଜରେ ମଧ୍ୟ ଅଛନ୍ତି ଏବଂ ସେ ନିକିତାଙ୍କ କଟୁ କଥାରେ ସେ ବହୁତ ଦୁଃଖିତ ଅଛନ୍ତି ଏବଂ ନିଜ ରୁମକୁ ଯାଇକି କାନ୍ଦିଥିଲେ। ସେହି ସମୟରେ ଏହି ସବୁ ଦେଖି ତାଙ୍କ ଆଈ ନିଷ୍ପତ୍ତି ନେଲେ କି ବବଲିର ସତ କଥାଟି ସମସ୍ତଙ୍କ ସାମ୍ନାକୁ ଆଣିବେ ଏବଂ ବବଲିର ଆଈ ଡକ୍ଟରଙ୍କ ସହ କଥାବାର୍ତ୍ତା ହେଇକି ସେ ସବୁ କଥା ସମସ୍ତଙ୍କ ସାମ୍ନାକୁ ଆଣିବେ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ତାପରେ ବବଲିର ଆଈ ଘରକୁ ଫେରିଛନ୍ତି ଏବଂ ତରୁଣଙ୍କ ଖୁଡିଙ୍କୁ ଏହି ସବୁ କଥା ସେ ଜଣେଇଛନ୍ତି। କହିଛନ୍ତି କି ବବଲି ହେଉଛି ଅସଲି ତାରା, ସେ ମରି ନାହିଁ, ଇଏ ହେଉଛି ତାରା। ଏ କଥା ଶୁଣି ତରୁଣଙ୍କ ଖୁଡି ପୁରା ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହି ସବୁ କଥା ତରୁଣ ମଧ୍ୟ ଶୁଣି ପକାଇଲେ ଏବଂ ସେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଏବଂ ତରୁଣଙ୍କ ଖୁଡି ମଧ୍ୟ ବହୁତ ଖୁସି ମଧ୍ୟ ହୋଇଯାଆନ୍ତି ଆଉ କୁହନ୍ତି କି ତରୁଣଙ୍କ ଭଲ ପାଇବା ପୁଣି ଥରେ ତାରାଙ୍କୁ ଫେରେଇ ଆଣିଛି। ତ ଦର୍ଶକ ମାନେ ଆପଣ ସମସ୍ତେ ଜଣାନ୍ତୁ କି ତରୁଣଙ୍କ ଦାଦା ଏସବୁ କଥାରେ ବିଶ୍ୱାସ କରିବେ କି ନାହିଁ, କି ପୁଣି ଥରେ ତାରାଙ୍କୁ ଏବଂ ତାର ଆଈକୁ ଅପମାନ କରି ଘରୁ ତୋଡ଼ିଦେବେ। ଏବଂ ଆପଣ ସମସ୍ତଙ୍କୁ ତୁ ମୋ ଆଖିର ତାରା ସିରିଏଲଟି ବର୍ତ୍ତମାନ କେମିତି ଲାଗୁଛି ତାହା ମଧ୍ୟ ଆପଣ ନିଶ୍ଚୟ କଲେ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ।